ମୁଁ ପଢୁଥିଲି ଆଜ୍ଞା କଣ ଆଜ୍ଞା? ବାଲି ଏଇ ବାଲି ଏଇ ଯୋଉ ମହାବାତ୍ୟା ବେଳକୁ ଚାଚା ଫୋନ ଚାଚା କିଏ? ଉଠେଇଲି ଚାଚା ସିଏମ ଚାଚା ଆଜ୍ଞା I said no. I said no. ଆସିପାରିବି ଫୋନ କାଟିଦେଲି କାହିଁକି? ମତେ ଲାଗିଲା ଗୁଲି ମାରୁଛନ୍ତି ଓ ଚାଚା କଥା କିଛି ବିଲକୁଲ I said Twitter party 6 months before ମୁଁ ତା ଦଡ଼ ଛାଡ଼ି ଦେଇଛି 6 ମାସ ଆଗରୁ ମତେ ଫୋନ କଲେ ସିଡି ଆସ ମୁଁ କହିଲି ନା ଯାଇପାରିବିନି ଆଇ Twitter party ଆଜ୍ଞା ମୁଁ ଜାଣିଥିଲି ଆଜ୍ଞା ଗଲି ବହୁତ ଭଲ କଲେ ତାପରେ ଫୋନ ଆସିଲା ଆଉ SPM ଏସପିଏମ ପୁଣି କିଏ? ଶ୍ରୀଯୁକ୍ତ ପ୍ରାଇମ ମିନିଷ୍ଟର ଆଚ୍ଛା ଆଉ ମୁଁ ମନା କରିପାରିଲିନି ଆଉ ବହୁତ ଭଲ କଲେ ଆଜ୍ଞା କହିଲେ ସିଡି ତୁମେ କ'ଣ ବାଲି ବାଟୁଛ ନାଁଟା ଆସିଛି ତୁମକୁ ପ୍ରଭାସୁରେ ତମକୁ ବି ମିଳିବ ତୁମେ ଆସ ଜଲ୍ଦି ମତେ ଟିକେ ପ୍ରଥମ ଲାଗିଲା ମିଛ ଲାଗୁଛି ପ୍ରାଇମ ମିନିଷ୍ଟର ଫୋନ କରିବେ SPM ଫୋନ କରିବେ SPM ଫୋନ କରିବେନି ମତେ ଡାଉଟ୍ ଲାଗିଲା ଟିକେ ଫୋନଟା କାଟିଦେଲି ଆଜ୍ଞା ଆଉ ଥରେ ଫୋନ ଆସିଲା ପୁଣି ୟେସ୍ ମୁଁ କହିଲି ଆଇ ସେଡ୍ ୟେସ୍ SPM କହୁଛନ୍ତି ମାନେ ମନେ କରିହବନି ଠିକ କହିଲେ ଆଜ୍ଞା ଦୌଡ଼ିଲି ଆଉ ଲୁଙ୍ଗି ପିନ୍ଧିକି ବାଲି ପୁରଉଥିଲି ତ ଫେର ବି ତାকে ମନା କରିଦେଲା ଲୁଙ୍ଗି ପିନ୍ଧି ଚୋରିଟା ପିନ୍ଧିଲି ଆଜ୍ଞା ଚୋଟା ପିନ୍ଧିକି ଆସି ବହୁତ ଧନ୍ୟବାଦ ଆଜ୍ଞା ଦୌଡ଼ି ଦୌଡ଼ି ସରିନି ଆଜ୍ଞା ଅଛି ଟିକେ ଶୁଣନ୍ତୁ ଲୁଙ୍ଗି ପିନ୍ଧି ଦୌଡ଼ିଛି ବାଲି ପୁରଉଥିଲି ସେପଟେ କହିଲେ ଶୁଣୁଛ ଟିକେ ଡାଲି ନେଇଯାଅ ବାଲି ସହିତ ଡାଲି ହଁ ଡାଲି କ'ଣ ସୁପ୍ କରି ପିଇବେ ନା ବୁଝିପାରୁନ ବାତ୍ୟା ହେଇଛି ଲୋକ ବାହାରକୁ ବାହାରି ପାରୁନାହାନ୍ତି ଝଡ଼ ମାନେ 160 180 ମାତି ଚାଲିଛି ବତ୍ୟା ଲୋକ ଯାଉନାହାନ୍ତି କହିଲେ ଜାଣିଛ ଟିକେ ବାଲି ନେଇ ଡାଲି ସହିତ ଟିକେ ବାଲି ସହିତ ଡାଲି ଟିକେ ନେଇଯାଅ ଲୋକଟେ ସୋପ୍ କରିକି ଶାନ୍ତିରେ ବସିକି ପିଇବେ ବହୁତ ଆଉ ମୁଁ ଭଲ ମନା କରିପାରିଲି ଦୌଡ଼ିଲି ଆଉ ଆପଣ ନେବି କି ନଉନାହାନ୍ତି ଆପଣ ଟିକେ ବାଲି ନିଅନ୍ତୁ କହିଲି କରିବି ସେଇଟା ଆପଣ ମ୍ୟାଡ଼ାମ କି ବାଲି ଦେଇକି ଆପଣ ପାଇବେ ଏସପିଓଠୁ ଆପଣଙ୍କ ଫୋନ ଆସିବ ଠିକ କହୁଛନ୍ତି ସାର୍ ନିଶ୍ଚୟ ଦେଇକି ଯିବେ ଦେବେ? ହଉ ଆପଣ ସେଇଠି ଆପଣଙ୍କ ଚେୟାର ପାଖରେ ଆଜ୍ଞା ରଖିଦିଅନ୍ତୁ। ଆଚ୍ଛା ପରେଶ ଭାଇ ବି ଆସିଲା ସିଏ ବି ବାଲି ବିକୁଥିଲେ ଆଜ୍ଞା ମୋ ସହିତ ଥିଲେ ଆଜ୍ଞା। ସେ ପଳେଇଲା ପରେ ଓ ସେ ଆଜ୍ଞା କହିଲେ ନମସ୍କାର ମୁଁ କହିଲି ଆଇ ସେଡ୍ नो ସିଏ କହିଲେ ଆଇ ସେଡ୍ ୟେସ୍ ମୁଁ ଆସୁଛି ହଉ ଆଜ୍ଞା ଆଜ୍ଞା ଆସନ ଗ୍ରହଣ କରନ୍ତୁ ସାର୍ ଧନ୍ୟବାଦ ବହୁତ ଗପୁଛୁ ଧନ୍ୟବାଦ ସିଡି ବାବୁ ଏବେ ଆମେ ଆମର ଦ୍ୱିତୀୟ ପ୍ରତିଯୋଗୀ ଆଜ୍ଞା। ଏଲିନା ମହାପାତ୍ରଙ୍କୁ ନମସ୍କାର, ନମସ୍କାର। ନିମନ୍ତ୍ରଣ କରୁ ମୋ ନାଁଟା ଅଛି ତ ଆଜ୍ଞା ଆଜ୍ଞା ହ୍ୟାଲୋ ମ୍ୟାଡ଼ାମ Hello. ହ୍ୟାଲୋ ଆଇ ଏମ୍ ଗୁଡ୍ ବହୁତ ବହୁତ ଧନ୍ୟବାଦ ଆସିଥିବାରୁ ଆମ ସେଇ ଉପରକୁ Thank you. By the way, it's not Elena, it's Elena. ଇଟ୍ସ ଓକେ It's all right. ଓକେ ଥ୍ୟାଙ୍କ ୟୁ ସୋ ଏଲିନା ମ୍ୟାଡ଼ାମ ଆପଣ ଆମ ଦର୍ଶକମାନଙ୍କୁ ଟିକେ କହିବେ ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି Of course. In my family, we're 4 of us. ଆଜ୍ଞା Me, my husband, and we have 2 sons who are in college. କଲେଜ ଆପଣ ଜମା ଜଣା ପଡୁନାହାନ୍ତି ଆପଣଙ୍କର ଦୁଇଟା କଲେଜ ପିଲା ଅଛନ୍ତି You're so kind. ଆପଣ କେମିତି ଫିଟ୍ ରଖିଛନ୍ତି ନିଜକୁ ଖାଲି Uh, ବି ଜଣା ପଡ଼ିଲା you see, I'm a health influencer. You know what a health influencer is? ମ୍ୟାଡ଼ାମ ଟିକେ କହିବେ ଡିଟେଲରେ Of course, of course. So, what? You know, your body is 80% food and 20% exercise. ଦ୍ୟାଟ୍ସ ଟ୍ରୁ ଇଂରାଜୀ କହ ଓଡ଼ିଆରେ କହ ମତେ ଓଡ଼ିଆ ଜଣା ନାହିଁ ମ କୁଲେଇ ସେତିକି ଜଣା ଅଛି ତାପରେ ମୁଁ ଓଡ଼ିଆରେ କହିବି ହଉ 80% ଫୁଡ୍ ପାଇଁ ମୋର ଗୋଟେ ସ୍ପେଶାଲ ପ୍ରଡକ୍ଟ ଅଛି ଆଉ ଫର୍ 20% ଏକ୍ସରସାଇଜ୍ ଆଇ ହ୍ୟାଭ୍ ଏ ହେଲ୍ଥ ସେଣ୍ଟର ଇଟ୍ସ କଲ୍ଡ ମୋହା ମୋହା କଣ ମୋହା ନା ପୋହା ଇଟ୍ସ ମୋହା ନଟ୍ ପୋହା ମୋହା ଇଜ୍ make Odia healthy again. Wow, that's a great like initiative, madam. बहुत बहुत धन्यवाद आपको No, let me tell you about my product. what is that It's a very all organic, all natural health drink. Very, very natural. କୋଉଟା ସେଇଟା କୋଉଥିରେ ତିଆରି ଆପଣ ଟିକେ ଦର୍ଶକଙ୍କୁ ଜଣେଇବେ ହଁ ସେ ତ କହୁଛି ଓଡ଼ିଆରେ କହ ଏଇଟା ହଉଛି ଛତୁଆ
ଛତୁଆ Yeah. ଛତୁଆ ଓଡ଼ିଆ ମୁଁ ତ ବାଲି ସମସ୍ତେ ଜାଣନ୍ତି ଏଥିଟା ଇଂଲିଶରେ ଗପୁଛ अरे एटा पूरा नाले बुझी परिबेनी लोक व्हाट आई बिलीव इज इफ आई एम फिट तो ओडिया फिट तो दुनिया फिट भेरी ट्रू मैडम भेरी ट्रू आपण आपणकर आसन ग्रहण करंतु बहुत बहुत धन्यवाद आपण आसीथिबारु थैंक यू थैंक यू एबे हम हमर नृत्य प्रतियोगी स्वरा पट्टनायक को स्टेज ऊपर को निमंत्रण करबा बस बस ଆପଣ ବି ଛତା ବିକି ବିକି ଠିକ ଆଉ କଣ ଆଉ ତମେ ଖାଲି ଡାଲି ପିଛୁଟା ଦେଖ ଦେଖ ସିଆରା ଇଏ କଣ ମାଲୋ हे बस बस सिट डाउन नमस्कार मैडम आपण बहुत सुंदर डांस करूछंती आपण हम दर्शक को ଟିକେ କହିବେ ଆପଣଙ୍କର डांस विषय रे मो ना स्वर पट्टनायक मो श्री श्री पद्मभूषण सोमेन्द्र पट्टनायक तत्वबोधन रे ओडिसी ओ बहुत बढ़िया मैडम बहुत बढ़िया एटा निश्चित बहुत हेल्पफुल हम आम छोट छोट पिला मानकु हेले आपनकर स्टूडेंट सब किए मोर स्टूडेंट होचंती 5 रु 55 ओ पिलारु गुडा जदी कहिबा त ताको भी मु सिखै देबी एठी जेते सब ମୋ ତାଙ୍କୁ ଟିକେ ଶିଖେଇ ଦବୁ ତ ओ आपण समस्त को डांस सिखाते निश्चय निश्चय आपण केमिति से डांस एकेडमी रे रजिस्टर करते ता विषय रे ଟିକେ कहबे मोर गोटे ऑनलाइन वेबसाइट अछि आपण जाके से रजिस्टर कर परिबे आ ऑनलाइन भी डांस सिखि परिबे मते जिबाको पड़िबोनी ना ना सेटा बहुत बहुत भलो कथा आफ्टर दिस कोविड एवरीथिंग इज ऑनलाइन बहुत बढ़िया आपण ରୋଷେଇଟା ବି ଅନଲାଇନରେ ମିଳନ୍ତାନି ଆପଣ ବି ଏଠି ସବୁ ମୁଁ କହିଲି ମୋତେ ଏକା ଡାକିଛନ୍ତି ସମସ୍ତେ ଫୋନ କରୁଛନ୍ତି ଆଉ ଜାଣିଥିବେ ଗାଲୁଆ सीधी बाबू ना ମୋତେ ଡାକିଲେ ସେ ମୋତେ ଡାକିଛନ୍ତି ଦୌଡ଼ିଲି एका पाइबो प्राइस आमे कोन पाइबी ମୁଁ ଗୋଟେ ଡ୍ରେସ୍ ପିନ୍ଧିକି ଆସିଲି ମୁଁ ଦୌଡ଼ି ପଳେଇ ଆସିଲି आम गहरे जड़े मौसी अच्छा चलतु एबे आमे से मौसी को स्टेज ऊपर को आमंत्रण कर मौसी ଏ ସବୁ କଣ କଳା धीरे 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 मासी धीरे 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 ଆରେ ତୁ କଣ କଳା ଦେଖାଯାଉଛି ସବୁ କଣ କଳା କଳା ଦେଖାଯାଉଛି चश्मा टा खोलो मासी खोलो 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 ଏଇଟା ମୋ ପୁଅ ଦେଇଥିଲା କହିଲା ସରିଲେ କ୍ଲାସ ପିନ୍ଧିକି ଯା एटा सनग्लास ହବା କହିଲା ପିନ୍ଧିକି ଯା ଏ ନାଇଁ ମୋ ଏଇଠି ବି ଲାଗିଛି सन नाही काय ଏଇନା ଯୋଉ ଜଳୁଛି ପଢିବୁ ଆଣ୍ଠୁ ଗଣ୍ଠି ଖାଇ ହଁ ମ ତୁ ପଢିବୁ ବୁଢୀ ବଞ୍ଚୁକୁ ତୁ ଅଛି हो मौसी ଆପଣଙ୍କ ନାଁଟା ଟିକେ ଆମ ଦର୍ଶକଙ୍କୁ କହିବେ ମୋ ନାଁ ହଉଛି ଶକୁନ୍ତଳା ଦେବୀ ମହାନ୍ତି जहां विशाल को समझते जाती ମୁଁ ତ ଯାଇ मौसी कपू डाके ନା ନା ମୋତେ ଡାକେ ଆଗେ ଡାକ ତୁ ମୋତେ ପର୍ସନାଲ ଇନଭିଟେସନ ଦେବି ରେ ପୁଅ ଆସିବୁ मौसी ଆପଣ ରୋଷେଇ କରନ୍ତି ଆଜ୍ଞା କଣ ରୋଷେଇ କରନ୍ତି ତୁ ଖାଇନୁ କି ସକାଳୁ କଣ କି ଏ ଯୋଉ ପଛପଟେ ମିଳୁଥିଲା ବିରିୟାନୀ କିଏ ଦେଇଥିଲା କି? ସେଇଟା ମାଉସୀ ଆପଣ କରିଥିଲେ ଆଉ କିଏ କରିବ ଏଇଠି ଅଖଣ୍ଡ ମଣ୍ଡଳରେ ଗୋଟିଏ ମାଉସୀ ବହୁତ ଟେଷ୍ଟି ଥିଲା ମାଉସୀ टेस्टी हेइतिला जे टिके लुण कम थिला ତୋ ବରର ବିପି ବଢି ଯାଇଥିବ କମ ଲୁଣ ଖା ମାଉସୀ ହେଲେ ଆମ ଦର୍ଶକଙ୍କୁ ଟିକେ କହିବେ ଏଇ ବୟସରେ ଆପଣ କେମିତି ଏଇ ହାଣ୍ଡିଶାଳ ମେଣ୍ଟେନ କରୁଛନ୍ତି ମୋ ପୁଅ ରହେ ବିଦେଶରେ ଗୋଟେ ସେଟା କି କମ୍ପାନୀ ମାଉସୀ ସେଟା ଇଟ ନାହିଁ ଆଇଟି କମ୍ପାନୀ ଆଇଟି ଗୋଟେ ଚାରି କଣିଆଟେ ଧରିକି ଗୋଟେ ଡବ ଡବ କରେ ଓ ମାଉସୀ ସେଟା କମ୍ପ୍ୟୁଟର ସେଇଟା ସିଏ ଏଇଠି କରେ କହିଲା ବୋଉ ତୁ କଣ କରିବୁ ଗାଁ ଆମ ଆଡେ ରହିବୁ ମୋର କଣ ଗୋଟେ ଅପ ବାଡେଇ ଦେଲା କହିଲା ମୁଁ ଆଇଲି ମତେ କହିଲା ବୋଉ ବସିକି କାହିଁ ସେ ଟିଭି ଦେଖୁଛୁ ମତେ ଧରି ପକେଇଲା ବସି ବସି ତାକୁ ମୁଁ କହିଲି ଆଉ ମୋତେ ଗୋଟେ ହାଣ୍ଡିଶାଳ କରିଦେ ସେ ପଛପଟେ ଗୋଟେ ହାଣ୍ଡିଶାଳ ବଡ଼ ହଣ୍ଡା କିଣି ଦେଇଛି ବହୁତ ଭଲ ତାକୁ ମାଉସୀ ସମସ୍ତ ପାଇଁ ଏଇଠି ଗୋଟେ କଣ ସବୁ ଚଟପଟା ମିଳୁଛି ଗୋଟେ କଣ କହିଲୁ ଏଇଠି ଗୋଟେ କୁକୁଡ଼ା ପର ନାହିଁ ଯାଉଛି ପର ସଫା କୁକୁଡ଼ା ମତେ ଗୋରା ଗୁରାକ କହନ୍ତି ବିଦେଶରେ ସବୁ ଗୋରା ଗୋରା ହଁ ମାଉସୀ ଯାହା ଚିକେନ କହିଲେ ଟା ଗୋରା ଯାହା କହିଲେ ଉଚିତ ମସଲା ଗୋଳେଇ ଦେଲେ ଚାଉଳ ପାଣି ଦେଲେ ମୋର ବିରିୟାନୀ ସାଙ୍ଗେ ସାଙ୍ଗେ ସେଇଥିରେ ମୁଁ ପୁରା ଫାର୍ମ ହାଉସ ଗପିଲେ ପଳେଇ ଆସେ ବହୁତ ଗପିଲେ ଲେଖି ଦଉନି ବସ ମାଉସୀ ବସ ତୁ ପରେ ଆସିବୁ ବସ 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 ନା ବସ मासी फार्म हाउस में ମୋତେ ମୁଁ फेमस ସେଇଟା ପାଇଲି କଥା
ଏ ବୁଢା ବହୁତ ଗପୁଛି ଏଇଟାକୁ ପଠେଇବୁ ମୋ ଘର ଆଡେ ଟିକେ ବିରିୟାନୀ ଖୁଆଇଦେବି ଏସ୍ପିଏମ୍ ଡାକ୍ତର ମତେ ଦେବେ ମତେ ନେଲେ କଣ ହବ ବୁଢୀ ମାଉସୀ କଥା ତୁ ଜାଣିନୁ ମାଉସୀ ରାଗନି ଆସ ମାଉସୀ ସେତିକି ରାଗ ମାଉସୀ ମାଉସୀ ବଡ କଣ ହେଇଗଲାଣି ଆପଣ ଟିକେ ବସି ପଡନ୍ତୁ। କେତେବେଳେ ବସି କାଇଁ ପଚାରୁଛୁ ମତେ ହଁ, ମାଉସୀ, ତୁ ତ ଜାଣିଛୁ ନା ବୁଢୀ ଲୋକଟା ମୁଁ ମାଉସୀ ଆଉ ପଚାରିବିନି ବସି ଚଷମାଟା ଖୋଲି ଦିଅ ଓ ମାଉସୀ ମାଉସୀ ହଉ ଏବେ ଆମେ ଆମର ଏଇଟା ବହୁତ ବୁଢୀ ମାଉସୀ ଟିକେ ଜାଗା ଦେଲା ବସନ୍ତୁ ଆମେ ସମସ୍ତେ ଭଲ ହଁ, ମାଉସୀ ଉଠିଥିଲୁ ତା ଜାଗା ମାଉସୀ ହଁ ଏବେ ଆମେ ଆମର ପଞ୍ଚମ ପ୍ରତିଯୋଗୀ କୋକିଳା ଦେବୀଙ୍କୁ ଷ୍ଟେଜ ଉପରକୁ ଡାକିବା ଇଏ କଣ କୋକିଳା ମ୍ୟାଡାମ ଆପଣ କଣ ଛୁଆ ଧରିକି ଆସିଛନ୍ତି ଆରି ପାଇଁ ତ ମୁଁ ଆସିଛି ବେଷ୍ଟ ମା ପାଇବା ପାଇଁ ମୁଁ ଆସିଛି କଣ ପାଇଁ କି କଣ ହେଲା କି ପ୍ରୋବ୍ଲେମ ଟା ପାଠ ପଢିକି ଏଠି ୟୁଏସକୁ ଆସିଲି ଏଠି ଚାକିରି କରିପାରୁନି ଆଉ ଦିନ ରାତି ଛୁଆଙ୍କ ସାଙ୍ଗେ ଲାଗି ଲାଗି ମୋ ଦିନ ଯାଉଛି ତୋ ମା ଶିଖେଇନି ବରକୁ କେମିତି ଟ୍ରେନିଂ ଦବ ଆଉ ଏ ଛୁଆଙ୍କ ସାଙ୍ଗରେ ଦିନ ରାତି ପାଠ କରି ମୋ ମା କୋକିଳା ଆଉ ନାହିଁ ମୁଁ ଏବେ କର୍କଟ ହେଇଛି ମାଉସୀ ମୁଁ ତ ବୁଢୀରୁ କଥା ମାଉସୀ ଟିକେ ରୁହ ମାଉସୀ କୋକିଳା ଦେବୀ ଆପଣ ଟିକେ ଆମ ଦର୍ଶକଙ୍କୁ ଆପଣଙ୍କ ବିଷୟରେ କୁହନ୍ତୁ କଣ ପାଇଁ ଆପଣ ଏତେ ଅପସେଟ୍ ଜଣା ପଡୁଛନ୍ତି ଆଜ୍ଞା ମୁଁ ଇଣ୍ଡିଆରେ ଚାକିରି କରୁଥିଲି ଆଜ୍ଞା। ଚାକିରି କରିଥିଲି ଏଠି ଆଉ ଚାକିରି କରିପାରିନି ହଁ। ଖାଲି ରୋଷେଇ କଲି ଘର ସଫା କଲି ଛୁଆ କାମ କଲି ଏଇଆ ମୋ ଜୀବନ ହଁ ସେଇଟା ସତ କଥା ମ୍ୟାଡମ ଆମେ ୟୁଏସ୍ ଆସିକି ଗୋଟେ ଗୋଟେ ବେକାରୀ ହେଇକି ବସିଛି ଖାଲି ତ ଛୁଆଙ୍କ ସାଙ୍ଗେ ଲାଗିଲି ଆଉ ମୁଁ ଏ ବେଳରେ ଆସିକି ବିରିୟାନୀ ରାନ୍ଧି ଫାର୍ମ ବସେଇଦେଲି ତୁ ଏମିତି କାହାନି ଟ୍ରେନିଂ ଦେଇନୁ ବର ଆପଣଙ୍କ ପିଲାଟା କାନ୍ଦିଲାଣି ବସି ପଡ଼ନ୍ତୁ ବହୁତ ବହୁତ ଧନ୍ୟବାଦ ଆମ ପ୍ରତିଯୋଗୀ ମାନଙ୍କୁ ସେମାନେ ଆସି ତାଙ୍କ ବିଷୟରେ କହିଥିବାରୁ ଏବେ ଆମେ ଆମ ଜଜ୍ ମାନଙ୍କୁ ଅନୁରୋଧ କରିବା ତାଙ୍କର ପ୍ରଶ୍ନ ଆମ ପ୍ରତିଯୋଗୀଙ୍କୁ ପଚାରି କିଏ ବେଷ୍ଟ ୱିନର ଆଜି ଏଇ ଷ୍ଟେଜରେ ତୁ ପାରିବୁନି ରେ ପୁଅ ନେଇଥା ବୁଢୀ ଦବ ମାଉସୀ ଏବେ ନାଇଁ ଏବେ ଟିକେ ରାଗ ସେତିକି ହେଇଥାଉ ଟିକେ ମୁଁ ଆମ ଜଜ୍ ଚଷମାଟା ଟିକେ ଖୋଲି ଦିଅନ୍ତୁ ନା ମୋ ପୁଅ ଦେଇଛି ମୁଁ ଆମ ପ୍ରଥମ ଜଜ୍ ଜଗା ଭାଇଙ୍କୁ ମାଇକ୍ ଦେବି ସେ ତାଙ୍କର ପ୍ରଶ୍ନ ଆମ ପ୍ରତିଯୋଗୀଙ୍କୁ ପଚାରିବେ ସିଡି ବାବୁ ଆପଣଙ୍କ କ୍ୱେଶ୍ଚନ ଆଜ୍ଞା ମତେ ଡାକେ ରୁହ ଆପଣ ଟିକେ ମୋର ଗୁଟକା ଟିକେ ପାଟିରେ ନେଇଯାଏ ଗୁଟକା ଟିକେ ଗୋଟେ ଫିଲ୍ ଲାଗିବ ଟିକେ ସେ ଗୁଟକା ଟିକେ ଆଣିଥିଲି ତ আপনার বোধ ডালি আনলে গুটকা দেলা মাগଣା মাগଣା গুটকাটি নেই যা ଓକେ ଓକେ ଆଉ ବୋଲି ଗୁଟକାଟି ଖାଇକିରି ଫିଲ୍ ଲାଗିବ ଫିଲ୍ ଆପଣ ଏଠିକି ଆସିଛନ୍ତି ଦେଖେ ପୁଡ଼ିଆ ଖାଉଛି ଦେଖ ଆପଣ ବସନ୍ତୁ ତଳେ ବସିଛି ଆଜ୍ଞା କୁହନ୍ତୁ ଆଜ୍ଞା ତ ଆପଣଙ୍କ ନାଁ ହେଲା ସିଡି ବାବୁ ଆଜ୍ଞା ତ ଆପଣ କଣ ବିଡି ଖାଇକି ଆସିଛନ୍ତି ନା କଣ ବାର୍ଲି ଆଉ ଡାଲି ଦେଇକି ଭାବୁଛନ୍ତି ପ୍ରତିଯୋଗିତାଟାରେ ଜିତି ନେବେ ଆପଣଙ୍କୁ ବୋଧେ ଏସ୍ପିଏମ୍ ବାବୁ ଫୋନ୍ କରୁନାହାନ୍ତି ମତେ ଲାଗୁଛି ଯା ଆପଣ ସେ ଫୋନ୍ କରୁନାହାନ୍ତି ମତେ ଡାକିଲେ ଆରେ ବାଲି ପୁରେଇବା କେତେ କଷ୍ଟ ଆପଣ ଜାଣିଛନ୍ତି ପୁରେଇକି ଦେଖିଲେ 200ଟା ବସ୍ତା ବାଲି କେତେଟା 200ଟା 10ଟା ପୁରେ ଦେଖିଲେ ମତେ କହିଲେ ପୁରେ ଦେଖି 200ଟା ବସ୍ତା ବାଲି ପୁରେଇକି ପୁଣି ବାଣ୍ଟିବା ଖାଲି ପୁରେଇବା ନୁହଁ ବାନ୍ତିଆ ପଡିବ କେତେ କଷ୍ଟ ଭଲ ଅଭ୍ୟାସ କେତେ କଷ୍ଟ ବୁଝିବ କାନ୍ଧରେ ପକେଇ ଦେଖୁନ ବସ୍ତା କାନ୍ଧରେ ଗୋଟେ ଗାଡି ଉବର ବାଲା ପଇସା ଦଉଛନ୍ତି ସେ କମ୍ୟୁନିଟି ପଲିଟିକ୍ସ କ୍ୱିଟ୍ କରିଦେଇଥିଲି ବୁଝିଲି ଚାଚା ସହିତ ମୁଁ କାମ କରୁଥିଲି ଚାଚା ଚାଚା ସିଏମ୍ ଚାଚା ସେ ଆରେ ଆମେ ମୋର ପଇସା ମିଶି କାମ କରୁଥିଲି ତାଙ୍କ ସହିତ ସେ ମୋ ସିନିୟର ଥିଲେ କହିଲେ ମୁଁ ଜାଣିନଥିଲି ସେ ହେଇଯିବ ବୋଲି ସିଏମ୍ ଆମେ ସାଙ୍ଗରେ ମୁଁ ସାଇକେଲ ଅଛି ସେ ପଛରେ ସାଇକେଲ ବସନ୍ତୁ ମୁଁ ତ କହିଲେ ପ୍ରାଇଜ ପାଇବୁନି ରେ ଆଉ କହିଲେ ତୁ ସିଡି କାମ କରିକି ପାଇବୁନି ପ୍ରଭାସ ବୋଲି କଣ ବାଲି ବସ୍ତା ମାଉସୀଙ୍କ ଅଣ୍ଟା କାଟିଲେ ରୁହନ୍ତୁ ମୁଁ ଇଣ୍ଟରଭ୍ୟୁ ଚାଲିଛି କହିଲା ବାଲି ବସ୍ତା ବାଣ୍ଟିଲେ ତୁ ପ୍ରଭାସ ଉଡ଼ିଆ ପାଇବ I quit his party 6 months before. Join community. ମାଉସୀ ସେ ପୁଡ଼ିଆ ଖାଇଛନ୍ତି କି ଫିଲ୍ କରୁଛି ଗୁଟକା ଖାଇ ଫିଲ୍ କରୁଛି ଆଉ ଦେଖିଲେ ମୋର ମାନେ ମୁଁ ପକେଇନି ମୋର ଟିକେ ଆପ୍ଲାଏ କରିଦେଇଛି
আসেনি কিছু প্রবাসী প্রবাসী ভারতীয় আসে সে আমার কলে গোটে আমার সিএম কলে প্রবাসী ସବୁ ତ ଖାଲି କରିବା ଉଡିଆ। ନେଇକି ଯା। ଇଏ ଗୋଟେ ପ୍ରବାସୀ ଓଡିଆ ପାଇଁ ଗୋଟେ ବାହାର କଲେ ଆଉ ମୋ ନାଁଟା ପ୍ରଥମେ ଡାଲ ଦେଲେ ମତେ ଫୋନ କଲେ ଚାଚା ଚାଚୀ ଫୋନ କଲେ ଚାଚୀ ଫୋନ ମୁଁ ଶୁଣି ଉଠେଇଲିନି ଫୋନ ତାର ଚାଚା ଫୋନ କଲେ ଆଜ୍ଞା ସିଡି ବାବୁ କହିଲା ସିଟି ତୁ କଣ କରୁଛୁ ବାଲି ଘୋଷାଇ ଆଜ୍ଞା ସିଡି ବାବୁ ହେତିକି ଆବେ ରୁହ ଯାର ଇଣ୍ଟରଭ୍ୟୁ ସରିବ ପୁରା ଆରେ ପ୍ରବାସୀ ଓଡିଆ ଆସି ନବା ପାଇଁ ନେଇକି କି ନ ଯିବି କେମିତି ରୁହ ଆଉ ଏଠି କଣ କରିବ? ଡାଲି ବି ତୁ ସିଡି ବସ ବାବୁ ଆପଣ ବସନ୍ତୁ ସିଡି ବିରିୟାନୀ ବାବୁ ରୁହ ଆରେ ରୁହ ମୁଁ ସରି ଦେବି ତାକୁ ଘୋଷାଡ଼ିଆ। ମୁଁ ଦେବି ଆ, କିଏ ଦେବ? ମୁଁ ତାକୁ ଘୋଷାଡ଼ିଆ। କିଏ ଡାକିଛି ସିଡି ବାବୁ ଆପଣ କିଏ ଡାକିଛି ଅନ୍ୟ ଏସପିଏମ ଡାକିଛି ମନା କରିବେନି ନା ସିଡି ବାବୁ ଏ ଶୁଣୁ ତତେ ଏତେ ଡାକିନି କଣ କହୁଛୁ? ତତେ ଏତେ ଡାକିନି ନଦେଲେ ମୁଁ ଯିବିନି ସିଡି ବାବୁ ନଦେଲେ ଏଇଠି ବସିବି ହଠାତ୍ ମୋ ମାଇ ଗଳିଗଲାଣି ନା ମୋ ମାଇ ଗଳିଗଲା ମୁଁ ଉଠିବି ନାହିଁ ମୋର ଦରକାର କଣ ମାଉସୀ ଉଠିଲେ ପ୍ରବାସୀ ଓଡିଆ ଏ ମାଉସୀ ତୁମେ ଶୁଣ ତୁମେ ଏଠି ଆଉ 2 ମିନିଟ୍ କିରା କିଛି SSP କହିଲେ ସିଡି ପରେଶ ମୋ ସହିତ ଥିଲା କହିଲା ସିଡି ଇଟ୍ ଇଜ ଗୋଲ୍ଡେନ ଅପରଚୁନିଟି ଡୁ ନଟ୍ ମିସ୍ এটা নূয়া ଗୋଟେ ହେଇଛି ନୂଆ କରିକି ହେଇଛି ପ୍ରବାସୀ ଓଡିଆ ଏସପିଏମ୍ସ ଚାଚାଟାକୁ ଟୋଟାଲ ଛାଡ଼ିବନି ମୁଁ ମନା କରୁଥିଲି ମୁଁ ନା ମୁଁ ଯିବିନି ସେ ଗାଲୁଆଟା ମତେ ଲାଗିଲା ଗାଲୁଆଟା ମତେ ବିଶ୍ୱାସ ହେଲାଣି 10 ଥର ଫୋନ କଲେ ବୁଝିଲେ କି ତୁ ନେଇକି ଗୀତା ଗୋଟେ ବାଲି ବସ୍ତା ଗୋଟେ ଗୁଟକା ଦେଇଦୁ ଜଜ୍ ମାନଙ୍କୁ ହଁ ତୁ ତ ନେଇକି ଆସିବୁ ମତେ କେହି ମୁଁ ଦୋ- ବୁଝି ନାହାନ୍ତି ଆଇଲା ମୋ ଝିଅ ଆଇଛି ତମେ କେମିତି ମତେ ସବୁ ବୁଝିବ ଆଇଛି ଲୋ ମୋ ସାଙ୍ଗଟା ଲୋ ମତେ ଭୁଲି ଯାଇଛ ଏ ବୁଢା ଏତେ ଗପୁଛି କହୁଛି ମୁଁ କୁଆଡେ ଯିବି ଏ ଭଗବାନ ମତେ କେମିତି ଭୁଲି ନା 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 ମା ନା ମ୍ୟାଡାମ ଆପଣଙ୍କୁ ଆମେ ଜମା ଭୁଲିନୁ ଏ ଗୋଟିଏ ପଦ କହିକି ଯିବି ହଁ ମ୍ୟାଡାମ ଆପଣ ଆପଣ ବସନ୍ତୁ ଏ, ଆପଣ ବି ପ୍ରବାସୀ ଓଡିଆ ଆଉ ତୁ ଏକା ମୁଁ ପ୍ରବାସୀ ଏତେ କହିଲେ ମତେ ଜଣକୁ ମିଳିବ ମୁଁ ସତରେ ମତେ ଫୋନ କଲେ ତ ତୁ ସିଟ୍ ତୁ ଏକା ନ ପାଉ କି ପାଇବେନି ତ ବିଶ୍ୱାସ କରିବେନି ନାନୀ ଓ ଲୁଙ୍ଗି ମାଉସୀ ସମସ୍ତଙ୍କର ଇଣ୍ଟରନ୍ୟାସନାଲ ନାଲି ବିଶ୍ୱାସ କରିବ ଲୁଙ୍ଗି ପିନ୍ଧିକି ଦୌଡ଼ିଛି ବିଶ୍ୱାସ କରିବ ମୁଁ ଲୁଙ୍ଗି ପିନ୍ଧି ଦୌଡ଼ିଛି ଆପଣ ବିଶ୍ୱାସ କରୁଛନ୍ତି ମୁଁ ଗୋଟିଏ କଥା ଖାଲି କହିବି ସମସ୍ତେ ମତେ ଲାଗୁଛି ଏଠି ସମସ୍ତେ କୁମ୍ଭ ମେଳାକୁ ଆଚ୍ଛା ଯାଇଛନ୍ତି ଆପଣଙ୍କୁ ଏସବୁ ପଠେଇଛନ୍ତି କୁମ୍ଭ ମେଳାକୁ ତମେ ସବୁ କାହିଁକି ଗଲ କୁମ୍ଭ ମେଳାକୁ ମୋଟେ ଯିବ ନାହିଁ କୁମ୍ଭ ମେଳା ସରିଗଲାଣି ଯାହା ଯାହା ସବୁ କରିଛ ନିଜ ସ୍ତ୍ରୀ ମାନଙ୍କୁ କହିଦିଅ ସେଇମାନେ କି ଭଲକିରି ତମ ମାନଙ୍କୁ ଧୋଇଦେବେ ଏ କୁମ୍ଭ ମେଳା ସହିତ ଗୋଟେ ଲିଙ୍କ ପ୍ରବାସ ଗୋଟେ ଲିଙ୍କ ସେଟା ୟୁପିରେ ହଉଛି ସେ ହଉ ଆରେ ଆମେ ତ ଓଡ଼ିଆ ଆମେ ଆମେରିକାରେ ବି ହେଲା ଆମେ ତ ଓଡ଼ିଆ ଆମେ ତ ପ୍ରବାସୀ ଓଡ଼ିଆ ନବା ଆମର କୁମ୍ଭ ଟତରେ ସେ ଗୋଟେ ଟବ ଅଛି ନା ବାସ୍ତେ ଟବ ଆପଣଙ୍କୁ ନାନୀ ଏ ମାଉସୀ ନା ଆପଣଙ୍କୁ ଏସପି ମୋ ନାଁଟା କହିକି ପଠେଇଥିବେ ନା ନିହାତି କହିକି ପଠେଇଥିବେ ତୁ ଯାହା ସିଲିନାଟା ଡିକ୍ଲେୟାର କରିବୁ ଓଡିଶା ଲୋକ ବି ଆସୁଛନ୍ତି କୁମ୍ଭ ମେଳାକୁ ମୁଁ ବି ଏକା ଖାଣ୍ଟି ଓଡ଼ିଆ ଦେଖୁନାହାନ୍ତି ଯାଇନ ମତେ କିଏ ଗୋଟେ ଖାଲି ଦେଖୁନ ଖାଲି ସେ କହିବ ମୁଁ ଏକ ବାଲି ସମ୍ବଲପୁରୀ ବିକିକି ଆଇଛି ଏ ନା ମୁଁ ରହିବିନି ଏ ସେ କାମ ନୁହେଁ ନା ଏ ପରେଶ ତୁ ଅଛୁ ନା ଏଠି ପରେ ପଳେଇବୁ ରେ ଅଛୁ ମୁଁ ଆଉ ରହିବିନି ରେ। ଯୋଉଠି ମୋର ରହିବେ ଦରକାର ନାହିଁ ଆଉ ମୋର ପ୍ରବାସ ଉଡ଼ା ଦରକାର ନାହିଁ ମୁଁ ଏଇ ମୁଁ ଦରକାର ନାହିଁ ନା ମୁଁ ଦେବି ଏସପି ମୁଁ ଯାଇଥିବ ନା ମୋ ଦରକାର ନାହିଁ ମୋ ବାଲି ବସ୍ତା ଦେଲ ଭାଇ ମୋ ନା ମୋ ଦାବି ନା ମୋ ବାଲି ବସ୍ତା ଦିଅ ସିଡି ବାବୁ ନା, ନା, ବସନ୍ତୁ ସିଡି ନା, ବାବୁ ନା, ମୁଁ ରହିବିନି। ବସନ୍ତୁ ମୁଁ ରହିବିନି ନା ମୁଁ ରହିବିନି ମୋ ବାଲି ବସ୍ତା ଦେଲ ଭାଇ ମୋ ବାଲି ଡାଲି ଅଛି ଭାଇ ସିଡି ବାବୁ ଏ ଭାଇ, ବସନ୍ତୁ ବସନ୍ତୁ ନା ମୁଁ ନା ଏ ପରେଶ ଏ ତୁ କୋଣ କୋଣ ଆସିବେ ଏ ତୁ ପଛଟିଆ ନା ଆସ ମୁଁ ଯିବୁ ନା ମୁଁ ରହିବି ବସନ୍ତୁ ସିଡି ବାବୁ ମୁଁ ଆଉ ରହିବି ନା ମୋ ଦରକାର ନାହିଁ ମୋର ପ୍ରବାସୀର ଦୋକାନ ଦେଇଦିଅ ନା ଆରେ ମୁଁ ଡାଲି କିଣିଛି ମୁଁ ଛୁପା ପକେଇକି ନା ଉଠେଇକି ଆଉ ତୁ ଦରକାର ସିଡି ବାବୁ, ହୋଇ ହୋଇ ସିଡି ବାବୁ। ଭାଇ ଦରକାର ନାହିଁ ମଧ୍ୟ ଓଡେ ରକେଇ ଦେଲ ଏମିତି ଆଉ ମୋର ଜାଗା ତମେ ଏତେ ରାଗୁଛ ଆମ ବେଶୀ କଥା କହୁଛ ତୁ କଣ କରିବୁ ରାଇଟ୍ What? Like, no. My
part of your health. Okay, ମ୍ୟାଡାମ ଆପଣ ମାନେ ଟିକେ ଧୈର୍ଯ୍ୟ ଧରନ୍ତୁ ଆମେ ଶୀଘ୍ର ଉପନୀତ ହେଇଯିବୁ ଆମ ୱିନର କି ଟିକେ ଧୈର୍ଯ୍ୟ ଧରନ୍ତୁ ଏମିତି ରାଗିଲେ ହବନି ମ୍ୟାଡାମ ଏମିତି ରାଗିଲେ ହବନି ମ୍ୟାଡାମ ଟିକେ ରହିଯାଆନ୍ତୁ ଆଜ୍ଞା ଟିକେ ମ୍ୟାଡାମ ମାଉସୀ ସେଠି ବସିଥାନ୍ତୁ ଆମେ ତମ କାମ କର ଓଡିଆ ଯୋଉଠି ରହିବେ ସେ ପ୍ରଭୁ ମତେ ଆଉ ଲାଗୁନି ଆଜି କିଛି ବି ପରିଣାମ ଘୋଷିତ ହେଇପାରିବ ମୁଁ ଜଜ୍ ମାନଙ୍କୁ ପଚାରିବି ସେମାନେ ତାଙ୍କର ନିର୍ଣ୍ଣୟତା ଜଣାଇବେ ମାଉସୀ ତମେ ମୁଁ ହେଲ୍ପ କହୁଛି ତମେ ବିରିୟାନୀ ଖୋଇକି ଲୋକଙ୍କୁ ପେଟ ବଢଉଛ ଲୋକ ସୁକୁଟି ଗଲେ କୋଉଠି ବିରିୟାନୀ ଖାଇଲେ ପେଟ ବଢ ପେଟ କଣ ମାଉସୀ ଖାଇଲେ ତ ପେଟ ପୁରିବ ତୁ ସେ ହେଲ୍ଥ ନାଇଁ ଡଙ୍ଗ ନାଇଁ ହେଲ୍ଥ ଏତିକି ଜଜ୍ ମାନେ ତାଙ୍କ ନିର୍ଣ୍ଣୟ କହିସାରିଲେଣି ଏ ମାଉସୀ ମାନେ ହେଇସାରିଲାଣି ଜଲ୍ଦି ଆସ ନିର୍ଣ୍ଣୟ ହେଇସାରିଲେଣି ହଁ। ଆମ ଓଡିଆ ମାନେ ଯୋଉଠି ରହିବେ ସେଇଠି କଳି କରିବେ ଆମେ ଜଜ୍ ମାନଙ୍କଠୁ ପାଇଗଲୁ ଆମର ୱିନର କିଏ ଚାଲନ୍ତୁ ଆଜି ଆମେ ୱିନରକୁ ଷ୍ଟେଜ ଉପରକୁ ଆମନ୍ତ୍ରଣ କରିବା ଆମ ୱିନର ହେଲେ ଶ୍ରୀମତୀ লীନା ମିଶ୍ର ଏ ମାଉସୀ ଦେଇସାରିଲେଣି ମାଉସୀ ଶୁଣିଲ ମୁଁ লীନା ମିଶ୍ର ମ୍ୟାଡମକୁ ସ୍ୱାଗତ କରିବି ଷ୍ଟେଜ ଉପରକୁ ଆସିବି ମାଉସୀ ବିମଳ ଭାଇ ଷ୍ଟେଜରୁ ଆସନ୍ତୁ ବିମଳ ଭାଇ ଷ୍ଟେଜରୁ ଆସନ୍ତୁ লীନା ପାନାନ୍ତି ପ୍ରବାସରେ ନେଇକି ଯାଆନ୍ତୁ ପ୍ଲିଜ କମ ଆସନ୍ତୁ ନାଇଁ ମାଉସୀ ଶୁଣ ଗୋଟେ କାମ କର ତମ ବିରିୟାନୀ ବହୁତ ବଢିଆ ହେଇଥିଲା ମୁଁ ବି ଖାଇଛି ହଁ ମୁଁ ଖାଇଛି ଘରକୁ ନେଇକି ଆସ ନମସ୍କାର ମ୍ୟାଡମ ହଁ ନମସ୍କାର ଆସନ୍ତୁ କଣ ନେଇଗଲେ ମାଉସୀ ତମର ମୋ ଭାଗଟା ନେଇଗଲୁ ମାଉସୀ ଟିକେ ହଉ ଏ ଝିଅଟା ହଁ ମାଉସୀ ମ୍ୟାଡମ ଆପଣ ଆସନ୍ତୁ ଆମ ଦର୍ଶକ ମାନଙ୍କୁ ଆପଣଙ୍କ ବିଷୟରେ କୁହନ୍ତୁ बहुत सुंदर ड्रामा कॉन्सेप्ट बहुत भल थिला तो आई डोंट एग्री माने जो हमर जो कथा हला ओडिया जुआडे गले कळी करिवा पई आई डोंट एग्री विथ दैट बिकॉज़ कोन हुए कि घर भीतर भी थिले झगड़ा छटी हुए घर भीतर हस्बैंड वाइफ दिन को चारटा झगड़ा आ जोडी हम एते लोक रहउचे तापर छोट मोट झगड़ा हबो ही हबो सेटा को माने टाळी हबोनी तेनु सेही झगड़ा भीतर केमते एकाठी के रहबा सेटा होची हमर माने कोन कहबो क्रेडिट सो तेणु आम से झगड़ा झाटी सेमती चली भर केमती एकाठी होगी रहा सेटा हूँ मातृज्य आमर ये ऑर्गेनाइजेशन समस्त मैडम जहाँ कहले देखिलु बढ़िया बढ़िया लोक बहुत बहुत पूरा मन छुईला वाला कथरा कहै ना तो भाग बड़ी लोकटा पूरा ओडे कोडे अछि कोडे हटके अधिका बड़ी लोक हां तू कोडे रिडा अछि खाइ बढ़िया प्राइस खाइ पुरो गुडवारी आउसी तो जोठी देखले खाली पो पे प्रस्ताव पकेले आ परिया ओटे दरकार ना ओटे इटा सुन केटा वाला मैच को मास केते बुद्धिमान छु कहते कहले सम्मान ओडिया गड़ी आपणकर बिरियानी तो खुआइबे बो करे आसिबु तते बिरियानी भी मटन बिरियानी करी निश्चित समस्त मिति बहुत बढ़िया पार्टी करिबा कन्वेंशन को आसंतो एई मौका रे समस्त को इनविटेशन रहिला आसंतो मिसी के हेडी फन करिबा बिरियानी सहित आ सब किछि खाइ निश्चय आसिया समस्त जीवा कोन कहउचंदी जीवा ना समस्त जीवा